ଏଇଟା ଆଉ କଣ ଆପଣ ନା କଣ? ପ୍ରମିଳା ଜେନା। ଘର ସବୁ ଉଡ଼ି ଯାଇଛି, ଆଣ୍ଠିଏ ପାଣି, ରୋଷେଇ ନାହିଁ। ଆଉ ସେମିତି ଟିକେ ଜଳଖିଆ ଫଳିକା ଟିକେ ସେମିତି ଖାଉଛୁ। ଆଉ ସରକାର ଥିଲେ ତ ଆମର ଇନ୍ଦିରାବାସ ନାହିଁ। ଆଉ ସରକାର ତ ଇନ୍ଦିରାବାସ ନାହିଁ, ଆଉ ଇନ୍ଦିରାବାସ ଖଣ୍ଡେ ନାହିଁ। ଏମିତି ବାରମ୍ବାର ସବୁ ଘର ଉଡ଼ି ଯାଉଛି। ଆମେ ଏମିତି ବୁଢ଼ାବୁଢ଼ୀ ଦୁଇଟା ହଇରାଣ ହେଉଛୁ। ଆଉ ପଡ଼ିଛୁ ଏଠି, ଆଉ କ'ଣ କରିବୁ? ଆଉ ତମର ଇଚ୍ଛା କ'ଣ? ଆଉ କ'ଣ କହିବି? ଆଉ କ'ଣ ଆଉ କହିବି? ଖାଇବୁ ପାଣି, ଘରେ ପାଣି ଗଳୁଛି, କାନ୍ଥ ଗଲା। ଆଉ କେଉଁଠି ମାନେ ଜାଗା ନାହିଁ ରହିବାକୁ, ଶୋଇବାକୁ ଟିକେ। ଆଉ ନାଇଁ ଆମେ ଜଣେଇଛୁ, ଜଣେଇକିରି ବି କେହି ଶୁଣୁନାହାନ୍ତି ଆମ କଥା। ଆଉ ଏମିତି 25-30 ବର୍ଷ ହେଲାଣି ଆମେ ଏମିତି ହଇରାଣ ହେଉଛୁ। ଉଡ଼ି ଯାଉଛି, ଛପର ଉଡ଼ି ଯାଉଛି। ଚାହୁଁଛନ୍ତି ଇନ୍ଦିରାବାସ ଖଣ୍ଡେ। ଆଉ କ'ଣ? ଆଉ ଏତିକି ହେଲେ ଆମେ ବୁଢ଼ାବୁଢ଼ୀ ଟିକେ ଥଇଥାନ ହେବୁ। ନାରାୟଣ ଚୌଧୁରୀ ଜେନା। ଘର ପାଇଁ ଆଜ୍ଞା ସମସ୍ତଙ୍କୁ ଆପତ୍ତି କରାହେଉଛି। କିଛି ଏପର୍ଯ୍ୟନ୍ତ କେଉଁଠି ସୁବିଧା ପାଇନି, ସରକାରୀ ସୁବିଧା ଏପର୍ଯ୍ୟନ୍ତ ନାହିଁ। ଆଉ କେହି ଆସିବାର ନାହିଁ କି ଇନକ୍ୱାରି ନାହିଁ। ମୁଁ ତ ଯାଇକି ବ୍ଲକ୍ ଯାଏ କି ପଞ୍ଚାୟତ ଯାଏ, ସରପଞ୍ଚଙ୍କୁ କହିଲି। କେତେ ସରପଞ୍ଚ ଇଏ ଆଜି ଅଛନ୍ତି, କାଲି 5 ବର୍ଷରେ ଆଉ ଜଣେ ବଦଳିଯିବେ। ଏମିତି କହି ଚାଲିଛି। ଆଉ ଅସୁବିଧାର କ'ଣ? ଆଉ ଅସୁବିଧାଟା ମୁଁ କହିପାରିବି? ମୁଁ ତ କ'ଣ ଆପତ୍ତି କରିବା କଥା କରୁଛି। ମୋତେ ଘର ଖଣ୍ଡ ଦିଆଯାଉ, ଘର ଛପର ଉଡ଼ିଗଲାଣି, ଆମେ ହଇରାଣ ହେଉଛୁ। ଛପରରେ କେମିତି ରହୁଛନ୍ତି? ଆଉ ରହିବୁ, ଆଉ କ'ଣ କରିବୁ ଆଜ୍ଞା? ଆଉ ନାହିଁ, ଯେତେବେଳେ ଉପାୟ କିଛି ନାହିଁ। ଆଉ ସେଇ ଏଇ ଘରେ ପଡ଼ିବୁନି, ଆଉ କେଉଁଠି ରହିବୁ? ହଁ, ସେ ଯାଏ, ମୁଁ କହେ ସବୁବେଳେ। କେତେ ବର୍ଷ ହେଲାଣି ଯାଉଛି, କ'ଣ ଅଛି? ଆଜି ଆଉ କିଛି କହିନି। କ'ଣ ଏବେ ଚାହୁଁଛନ୍ତି? ଘର ଖଣ୍ଡେ କ'ଣ ମୋର କେମିତି ହବ, ଏତିକି କଥା। ଆଉ ହଁ, ସମସ୍ତଙ୍କୁ କୁହାହେଇଛି। ସମୟ ବୁଆଡ଼େ ଆମର ଦେଖେଇ ଯାଇ ସରପଞ୍ଚଙ୍କୁ କହିବେ। ସେ କହୁଛନ୍ତି ଆମେ ଲିଷ୍ଟ ଦେଇଛୁ। ଆମର ଯେଉଁ ଚେୟାରମ୍ୟାନ୍ ପଲ୍ଲୀ ବାବୁଙ୍କ ବୋହୂ, ସେଠି ଯାଇକି କହିଲି। ସେ କହିଲେ ଆମେ ଲିଷ୍ଟ ଦେଇଛୁ। ଲିଷ୍ଟ ଦେଇଛନ୍ତି। ଆଉ ନାଇଁ, ଲିଷ୍ଟ ସେ କହିବା କଥା ଆମେ ଲିଷ୍ଟ ଦେଇଛୁ। ଆମେ ଆଉ ପାଇନୁ ତ ପାଇନୁ, ଦେଖୁଛନ୍ତି ଏଇ ଅବସ୍ଥା। ଆଉ ପାଇଲେ ଆଉ କ'ଣ ଘରଟା ହେଇଯାଆନ୍ତା ନା? ଆଉ କ'ଣ ସରକାରୀ ପଇସାଟା ଆମେ ଆଣିକି କରିଦେବୁ କ'ଣ? ମୁଁ ଏଇ ସ୍ଥାନୀୟ ବାସିନ୍ଦା ବାରସାହିର। ନା ଅକ୍ଷୟ ଦାସ। ଏମିତି 5-10 ବର୍ଷ ହେଲାଣି ଭୋଗୁଛନ୍ତି। ତା ଛଡ଼ା ଇଏ ଜଣେ ପୂର୍ବତନ ସରପଞ୍ଚ ଥିଲେ। ତାଙ୍କ ପିରିୟଡ଼ରେ ସେ ନିଜ ପାଇଁ କିଛି କରିନାହାନ୍ତି। ସେତେବେଳେ ବି ସମୟ ସୁବିଧା ନଥିଲା। ତାପରେ ଦୁଇଟା ସରକାର ଗଲା ମଧ୍ୟ ଚାଳ ଛପର ଘର ଖଣ୍ଡେ ତାଙ୍କୁ ମିଳିବା ବହୁ କଷ୍ଟକର। ସେ ବି ଯାଇଛନ୍ତି, ବହୁତ ପ୍ରଶାସନ ପାଖକୁ ଯାଇଛନ୍ତି, ବ୍ଲକ୍ ବି ଯାଇଛନ୍ତି, ଆମେ ଜାଣିଛୁ। କିନ୍ତୁ କୌଣସି କାରଣରୁ ତାଙ୍କୁ ଦିଆ ହେଇପାରୁନାହିଁ। ତେଣୁ ପ୍ରଶାସନ ଯଦି ତଦନ୍ତ କରି, ନିରପେକ୍ଷ ତଦନ୍ତ କରି ୟାଙ୍କୁ ଗୋଟେ ବିଚାର ଦିଆଯାନ୍ତା, ଆମେ ବି ଖୁସି ହୁଅନ୍ତୁ। ନାଇଁ, ଆମର ତ ଏବେ ଯେଉଁମାନେ ବି ଚାଳ ଘରରେ ଥିଲେ, ନିଶ୍ଚିନ୍ତ କହିଲେ ବ୍ଲକରେ ସମସ୍ତଙ୍କର ଆମେ ସର୍ଭେରେ ଇନକ୍ଲୁଡ଼ କରାଯାଇଛି। ଯେତେବେଳେ ଆମର PMWISରେ ଆମର ଟାର୍ଗେଟ୍ ଆଲୋକେଟ୍ ହେଇଯିବ, ସବୁ ଯୋଗ୍ୟ ଲୋକଙ୍କୁ ଘର ଦେବାର ବ୍ୟବସ୍ଥା କରାଯିବ।